କିଛି ଲୋକ ଏମିତି ଅଛନ୍ତି ଆଜ୍ଞା ଯେଉଁମାନଙ୍କୁ ଆପଣ କିଛି ବି କହିବେ ସେ ସାଙ୍ଗେ ସାଙ୍ଗେ ହଁ ମାରିଦେବେ। ହଁ କରିଦବା, କିଛି ଅସୁବିଧା ନାହିଁ, ସବୁ କରିଦବା। ସେମାନଙ୍କୁ ବାସ୍ତବରେ କଣ କୁହାଯାଏ ଜାଣିଛନ୍ତି ନା? ଫୁଟାଣିଆ। ଯେଉଁମାନେ ଫୁଟାଣି ମାରି ବହୁତ କିଛି କଥା କହିଦିଅନ୍ତି ସେମାନେ ବାସ୍ତବ ଜୀବନରେ କିଛି ବି କରନ୍ତି ନାହିଁ ବା କରିପାରନ୍ତି ନାହିଁ। ଯେତେବେଳେ ଆପଣଙ୍କର କିଛି ନିହାତି ଅର୍ଜେଣ୍ଟ ଗୁରୁତ୍ୱପୂର୍ଣ୍ଣ କାମ ଥିବ, ସେ କାମ ପାଇଁ ତାଙ୍କୁ ସହଯୋଗ ମାଗିବେ, ସେତେବେଳେ ସେମାନେ ବାହାନା ଖୋଜିବେ। ମୁଁ ଟିକେ ଏଠି ବ୍ୟସ୍ତ ଅଛି, ମୁଁ ଟିକେ ବହୁତ ଅର୍ଜେଣ୍ଟ ମିଟିଂରେ ଅଛି। କିନ୍ତୁ ପ୍ରକୃତରେ ସାହାଯ୍ୟ ସହଯୋଗ କରୁଥିବା ମଣିଷଟି କେବେ କୁହେନି କରିଦେବା ବୋଲି। ସେ ସବୁବେଳେ କୁହେ ହଁ ମୁଁ ନିଶ୍ଚିତ ଚେଷ୍ଟା କରିବି, ଯାହା ମୋ ଦ୍ୱାରା ହୋଇପାରିବ। ସେମିତି ଲୋକମାନେ ପ୍ରକୃତରେ ସହଯୋଗ କରନ୍ତି, ସେମିତି ଲୋକମାନେ ପ୍ରକୃତରେ ଅନ୍ୟମାନଙ୍କର କାମରେ ଆସନ୍ତି। ହେଲେ ଏଇ ଯୋଉମାନେ କହନ୍ତି କଣ ଏଇଟା ଗୋଟେ କଥା, ସବୁ କରିଦବା, ସବୁ ହେଇଯିବ, କଣ ଅଛି ଏଥିରେ, ସେମାନଙ୍କୁ ଫୁଟାଣିଆ ବୋଲି କୁହାଯାଏ। ଆଉ ଯିଏ ନିଜର ଟଙ୍କାକୁ ନେଇକି ବି ଫୁଟାଣି ମାରନ୍ତି, କିଛି ନିଜର ଜ୍ଞାନକୁ ନେଇକି ବି କିଛି ଲୋକ ଫୁଟାଣି ମାରନ୍ତି, ଏବଂ ନିଜର କର୍ମକୁ ନେଇକି ବି ଫୁଟାଣି ମାରନ୍ତି, ସେଟାକୁ ଏକ ପ୍ରକାର ଗର୍ବ କୁହାଯାଏ। ଆଉ ଫୁଟାଣିଆଙ୍କର ତ ମାନେ କୌଣସି ଡେଫିନେସନ ନାହିଁ ଯେ କଣ କୁହାଯିବ। ସେମାନେ କେବଳ କଥା ପଦକ ଯାହା ଜାଣିଛନ୍ତି, ନହେଲେ କୌଣସି କାମ ସେମାନଙ୍କ ଦ୍ୱାରା କେବେ ହୁଏ ନାହିଁ। ଯେମିତି କୁହାଯାଏ ମୂଳା ବି ସିଝେନି ସେମାନଙ୍କ କଥାରେ, କେବଳ ଫୁଟାଣି ହିଁ ସେମାନେ ଶିଖିଛନ୍ତି। ସେଭଳିଆ ଫୁଟାଣିଆ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ, ନହେଲେ ଆପଣଙ୍କୁ ବି ଏ ସମାଜ ଫୁଟାଣିଆ କହିବେ। ଏଇ ତ ଜୀବନର କଥା।